କରୁଛନ୍ତି ଶରୀର ଦୁର୍ବଳ ସକାଶୁ ସେମାନେ ସାମିଲ ହେଇପାରୁନାହାନ୍ତି, କିନ୍ତୁ ଯେହେତୁ ଆମେ ସାମିଲ ହୋଇଅଛୁ ଆଉ ନିଶ୍ଚିତ ଭାବରେ ସେ ରାତ୍ରି ସମୟ ଆମମାନଙ୍କୁ କିଛି ସମୟ କଥା କହିବା ପାଇଁ ଚାହୁଁଛନ୍ତି, କିଛି ଆମମାନଙ୍କୁ ଉପଦେଶ ଦେବା ପାଇଁ ଚାହୁଁଛନ୍ତି, କିଛି ପରାମର୍ଶ ଦେବା ପାଇଁ ଚାହୁଁଛନ୍ତି, କିଛି ଚେତନା ଦେବା ପାଇଁ ଚାହୁଁଛନ୍ତି, କିଛି ତାଙ୍କର ଇଚ୍ଛାକୁ ସେ ଜତେଇବା ପାଇଁ ଚାହୁଁଛନ୍ତି। ତେଣୁକରି ପ୍ରିୟ ପ୍ରଭୁଙ୍କ ଲୋକମାନଙ୍କୁ ନିଶ୍ଚିତ ନିବେଦନ କରିବି ଯେ ପୂର୍ଣ୍ଣ ହୃଦୟ ସହିତ, ଆତ୍ମା ସହିତ, ଶରୀର ସହିତ ଆପଣ ମାନେ ଉପସ୍ଥିତ ରୁହନ୍ତୁ ଆଉ ତାଙ୍କୁ ବିଳମ୍ବ କରିବା ନାହିଁ। କିଛି ସମୟ ଯେତେ ସମୟ ପରମେଶ୍ୱର ଅଳ୍ପ ସମୟ ମଧ୍ୟରେ ଯାହା କିଛି ଆମେ ଆଲୋଚନା କରିବା ପାଇଁ ଇଚ୍ଛା ପ୍ରକାଶ ପରମେଶ୍ୱର କରନ୍ତି, ପବିତ୍ର ଆତ୍ମା ଚାହାନ୍ତି, ତାହା ସେ ପ୍ରକାଶ କରନ୍ତୁ। ଆସନ୍ତୁ ଛୋଟ ପ୍ରାର୍ଥନା ସହିତ ଆମେ ଆରମ୍ଭ କରିବା। ଆହେ ଆମ ମାନଙ୍କ ସର୍ବଶକ୍ତିମାନ ପିତା ପରମେଶ୍ୱର, ତୁମରି ଅସୀମ ପ୍ରେମ ଓ କରୁଣା ପାଇଁ ମୁଁ ଧନ୍ୟବାଦ ଦିଏ। ହାଲେଲୁୟା ପ୍ରଭୁ, ଯେତେବେଳେ ତୁମେ ମତେ ସୁଯୋଗ ଦେଲ ସେତେବେଳେ ମୁଁ ମୋ ସହିତ ଭଉଣୀ ଗୋଟେ କଥା କହିବା ପାଇଁ ଚାହୁଁଥିଲି। ଭଉଣୀ ଗୋଟେ କଥା କହିବି, ମୁଁ ଜାଣିନି ଆଉ ଯେତେବେଳେ ବର୍ଷିପ ପାଇଁ ବୋଲି ମୋ ସହିତ ଭଉଣୀ ପଚାରିଲେ କାହାକୁ ଦେଇଛୁ, ତ ମତେ ଲାଗିଲା ଯେ ଆଗାମୀ ସମୟ ବୋଧେ ମୋର ଆସିବ। ଆଉ ମୁଁ ଟିକେ ପ୍ରସ୍ତୁତ ହେବା ପାଇଁ ମୁଁ କହୁଛି ଖାତାଟା ଦେଲୁ ମାଗିଲେ, ଆଉ ପ୍ରକୃତରେ ତୁରନ୍ତ ମତେ ସାଙ୍ଗେ ସାଙ୍ଗେ ଫୋନ ଆସିବା ପରେ ମୁଁ ପବିତ୍ର ଆତ୍ମା ଓ ଚାଳକ ପାଳକ ହୁଅନ୍ତୁ, ସେ ସମ୍ମୁଖରେ ରୁହନ୍ତୁ ଆଉ ମୋ ମୁଖ ନୁହେଁ ତାଙ୍କର ମୁଖ କଥାକୁ ମୁଁ ଏକ ମାଧ୍ୟମ ମାତ୍ର, ଆଉ ପ୍ରଭୁ ମତେ ହଜାଇ ଲୁଚାଇ ବ୍ୟବହାର କରନ୍ତୁ, ସେ ନିଜେ ବ୍ୟବହୃତ ହୁଅନ୍ତୁ। ଆଉ ପ୍ରକୃତ ଉଦ୍ଦେଶ୍ୟ ତାଙ୍କର ଯୋଜନାକୁ ପ୍ରତ୍ୟେକ ନିକଟରେ ପହଞ୍ଚାଇବା ସହିତ ପ୍ରତ୍ୟେକ ଜୀବନକୁ ତାଙ୍କ ସମ୍ମୁଖରେ ଠିଆ ହେବାର ଯୋଉ ଯୋଗ୍ୟତାର ଆବଶ୍ୟକତା ରହିଅଛି ତାହା ଦେଇ ସେ ଆମମାନଙ୍କୁ ପ୍ରସ୍ତୁତ କରାନ୍ତୁ, ସେ ବାକ୍ୟ ଦେଇ ପ୍ରସ୍ତୁତ କରାଇବାରେ ସାହାଯ୍ୟ କରନ୍ତୁ, ଏ ନିବେଦନ କରେ। ଆଉ ପ୍ରତ୍ୟେକ ଭାଇ ଭଉଣୀକୁ ପ୍ରଭୁ ଯୀଶୁଙ୍କ ନାମରେ ତାଙ୍କ ସାନ୍ନିଧ୍ୟକୁ ମୁଁ ସ୍ୱାଗତ ଜଣାଇ ତାଙ୍କର ପୂର୍ଣ୍ଣତାରେ ମାନେ ପୂର୍ଣ୍ଣ ହୋଇ ବିଦାୟ ନେବାରେ ସାହାଯ୍ୟ କରନ୍ତୁ ବୋଲି ଏହି ନିବେଦନ ଆମ ତ୍ରାଣକର୍ତ୍ତା ଉଦ୍ଧାରକର୍ତ୍ତା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଉତ୍ସର୍ଗ କରୁଅଛି। ଶୁଣିଲା ଓ ଗ୍ରହଣ କରୁ, ଧନ୍ୟବାଦ ଦେଇ ଯୀଶୁଙ୍କ ନାମରେ ମାଗିଲି, ଆମେନ୍, ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଆମେ ମାନେ ଏ ବିଲୀନ ବା ବିଲୁପ୍ତ ବା କହିପାରନ୍ତି ଏକ ବିନାଶକାରୀ ଜାଗତିକ ଦୁନିଆରେ ଥାଇକିରି ନିଜର ସୀମିତ ଜ୍ଞାନ ଯୋଗୁ ଅସୀମିତ ସାମର୍ଥ୍ୟର ଅଧିକାରୀ ଯେଉଁ ପରମେଶ୍ୱର ଆମକୁ କଣ କରିଅଛନ୍ତି, ମାନେ ମନୋନୀତ କରିଅଛନ୍ତି, ହାଲେଲୁୟା, ତାହାକୁ ଆକଳନ ମାନେ ଯୋଉ ଆମ ତାଙ୍କର ଅସୀମିତ ଅଧିକାରୀ କରିଅଛନ୍ତି ଆମମାନଙ୍କୁ ସେଇ ପରମେଶ୍ୱର, ତାହାକୁ ଆଜି ଆମେ ଆକଳନ ନ କରୁ, ମାପି ନ ପାରିକି ନିଜକୁ ଆଜି କଣ କରୁଛୁ, ଅତି ଦୁର୍ବଳ ମନେ କରିଥାଉ। ହାଲେଲୁୟା। କିନ୍ତୁ ପ୍ରିୟ ମାନେ ଆମେ ଯୋଉ ପରମେଶ୍ୱରକୁ ପାଇଛୁ ନା, ସେ ହଉଛନ୍ତି ଅସୀମିତ ପରମେଶ୍ୱର, ପୁଣି ତାହାଙ୍କର ସାହାଯ୍ୟରେ ଇନଫ୍ୟାକ୍ଟ କହିବାକୁ ଗଲେ ଆମ ଦ୍ୱାରା ସେ ଅସୀମିତ କାର୍ଯ୍ୟ କରିପାରନ୍ତି। ଆଉ ପ୍ରକୃତରେ ଏଇ ଦିନ ମାନଙ୍କରେ ସେ ତାହା ହିଁ ଆମ ଠାରୁ ଚାହାନ୍ତି। ତେଣୁକରି ସେ ମାର୍କ ତାର 11:23 ଗୋଟିଏ କଥା କହିଲେ, ମୁଁ ତୁମ୍ଭ ମାନଙ୍କୁ ସତ୍ୟ କହୁଅଛି ଯେ କେହି ଏହି ପର୍ବତକୁ ତୁ ଉଠି ସମୁଦ୍ର ଯାଇ ପଡ ବୋଲି କହିବ ଆଉ ଆପଣା ହୃଦୟରେ ସନ୍ଦେହ ନ କରି ଯାହା କହୁଅଛି ତାହା ଘଟିବ ବୋଲି ବିଶ୍ୱାସ କରିବ, ତାହା ନିମନ୍ତେ ତାହା ଘଟିବ। ହାଲେଲୁୟା। ଏ କାହାଣୀ ସମସ୍ତେ ପ୍ରାୟ ଜାଣିଅଛୁ ପ୍ରିୟ ପ୍ରଭୁଙ୍କର ଲୋକମାନେ। ଆଉ ପରମେଶ୍ୱର ବାକ୍ୟ ବର୍ଷ ବର୍ଷ ଧରି ଯାହା ପାଠ କରୁଅଛୁ ତାହା ହିଁ ଅଛି, କିନ୍ତୁ ତାକୁ କୋଉ ପ୍ରକାର କେଉଁ ଉଦ୍ଦେଶ୍ୟରେ ପରମେଶ୍ୱର କୋଉ ଦିନ କାହିଁକି ପ୍ରକାଶ କରିବା ପାଇଁ ଚାହାନ୍ତି ତାହାରି ନିମନ୍ତେ ଆଜି ଆମେ ସମ୍ମତି ଜଣେଇବାର ଆବଶ୍ୟକତା ରହିଅଛି। ହାଲେଲୁୟା। ଯୀଶୁ ଯେତେବେଳେ ବେଥନିଆରୁ ଫେରୁଥିଲେ, ଯେତେବେଳେ କ୍ଷୁଧାତୁଷ ଯୋଗୁ ବେଥନିଆ ଯାଉଥିଲେ, ସେତେବେଳେ କ୍ଷୁଧା ଲାଗିବ ସେ ଡିମିରି ଗଛ ପାଖକୁ ଯାଇଥିଲେ। ଯୀଶୁ ଈଶ୍ୱର ଥିଲେ, କ୍ଷୁଧା ଲାଗିବାରୁ ଈଶ୍ୱର ଥିଲେ, ଆମେ ଜାଣିଛୁ ସେ 100% ମନୁଷ୍ୟ ଥିଲେ, 100% 100% ଈଶ୍ୱର ମଧ୍ୟ ଥିଲେ। ଜଗତର ଥିଲା ବେଳକୁ ସିଏ କାହିଁକି ନା ରକ୍ତ ମାଂସଧାରୀ ବ୍ୟକ୍ତି ଥିବା ସକାଶୁ ଭୋକ ଶୋଷ ଲାଗିବା ଏକ ସ୍ୱାଭାବିକ କଥା ଅଟେ ମୋ ପ୍ରିୟ ପ୍ରଭୁଙ୍କର ଲୋକମାନେ। ଆଉ ବିଶ୍ୱାସ କରନ୍ତୁ, ଯେଉଁଠାରେ ରକ୍ତ ମାଂସ ରହିଛି ସେଇଠାରେ ଭୋକ ଶୋଷ ମଧ୍ୟ ରହିଛି, ଆଉ ଯେଉଁଠାରେ ରକ୍ତ ମାଂସ ନାହିଁ ସେଠାରେ ଭୋକ ଶୋଷ, ରକ୍ତ ମାଂସ ଯେଉଁଠାରେ ନାହିଁ ଭୋକ ଶୋଷ ଆସିବ କି ନାହିଁ? କାହିଁକି ନା ବାକ୍ୟ କହେ ପ୍ରଥମ କରନ୍ତେ ତାର 15 ଅଧ୍ୟାୟ 50 ତଳକୁ ପଢିଲେ ଜାଣିପାରିବା, ଜାଣିବା ଯେ ରକ୍ତ ମାଂସଧାରୀ ମନୁଷ୍ୟ ତାଙ୍କ ରାଜ୍ୟର ହେବା ପାଇଁ, ତାଙ୍କ ରାଜ୍ୟର ଅଧିକାରୀ ହେବା ପାଇଁ ଯୋଗ୍ୟ ନାହିଁ ବୋଲିକିରି, ତା ତଳକୁ ପଢିଲେ ଏ ଶରୀର ଦିନେ ରୂପାନ୍ତରିତ ହବ ବୋଲିକିରି କୁହାଯାଏ। 50 ଲେଖାଯାଇଛି କଣ, ହେ ଭାଇ ମାନେ ଏହା ମୁଁ କହୁଅଛି ରକ୍ତ ମାଂସ ଈଶ୍ୱରଙ୍କ ରାଜ୍ୟର ଅଧିକାର କରିପାରେ ନାହିଁ ବା କ୍ଷୟ ଅକ୍ଷୟତାକୁ ଅଧିକାର କରେ ନାହିଁ। ଆଉ 53 ମଧ୍ୟ ଲେଖାଯାଇଛି, ଦେଖୁ କଣ ସେଠାରେ, କାରଣ ଏହି କ୍ଷୟ ଶରୀରକୁ ଅକ୍ଷୟତା ରୂପ ବସ୍ତ୍ର ପରିଧାନ କରିବାକୁ ହେବ, ଆଉ ଏହି ମର୍ତ୍ୟ ଶରୀରକୁ ଅମରତା ରୂପ ବସ୍ତ୍ର ପରିଧାନ କରିବାକୁ ହେବ। ହାଲେଲୁୟା। ପୁଣି 52 ମଧ୍ୟ ଦେଖୁ, ଚକ୍ଷୁର ପଲକରେ ଶେଷ ସମସ୍ତେ କଣ କରିବେ, ପରିବର୍ତ୍ତିତ ହେବା। ହାଲେଲୁୟା। ଏ ରକ୍ତ ମାଂସଧାରୀ ମନୁଷ୍ୟ ସେଦିନ ପରିବର୍ତ୍ତିତ ହବ, ରୂପାନ୍ତରିତ ହବ ବୋଲି ଲେଖାଯାଇଅଛି, ମାନେ ଚକ୍ଷୁର ପଲକରେ। ହାଲେଲୁୟା। ଅର୍ଥାତ୍ ମୁଁ କହିବା ରକ୍ତ ବିହୀନ ଶରୀର, ମାଂସ ବିହୀନ ଶରୀର ଆଉ କଣ
ଅମରତା ରୂପ ଶରୀର ପୁଣି ଅମରତାର ବସ୍ତ୍ର କଣ କରେ ପରିଧାନ କରିବାକୁ ପଡିବ। ହାଲେଲୁୟା। ତାହା କଣ ପାଇଁ? ଅନନ୍ତ ଜୀବନ ପାଇଁ। ଯେଉଁମାନେ ଅନନ୍ତ ଜୀବନ ପାଇବା ପାଇଁ ଇଚ୍ଛା, ତେବେ ଆମେ ଦେଖୁଛୁ ଈଶ୍ୱରଙ୍କର ରାଜ୍ୟର ଲୋକମାନଙ୍କ ପାଖରେ କଣ ନଥାଏ? ରକ୍ତ ମାଂସ ନଥାଏ। କାରଣ ବାଇବଲ ଶିକ୍ଷା ପାଉଛୁ ସ୍ୱର୍ଗରେ କଣ ଭୋକ କି ଶୋଷ ଲାଗେ ନାହିଁ। ହାଲେଲୁୟା। ଆମେ ଶିଖୁଅଛୁ ସେଠାରେ ଗଲେ ଭୋକ ନାହିଁ, ଶୋଷ ନାହିଁ, ରୋଗ ନାହିଁ, କିଛି ନାହିଁ। ପ୍ରିୟ ପ୍ରଭୁ, ତା ଭୋକ ଶୋଷ କାହା ପାଖରେ ନାହିଁ ବୋଲି ଆମେ ଦେଖିଲୁ ଏଠାରେ। ହାଲେଲୁୟା। ଯୋଉଟା ରକ୍ତ ମାଂସ ନାହିଁ ସେଠାରେ କଣ ଅଛି? ଆଉ ଭୋକ ଶୋଷ ମଧ୍ୟ ନାହିଁ। ହାଲେଲୁୟା। ସେଟା ଆମେ ଦେଖୁଛୁ ସ୍ୱର୍ଗରେ କଣ ଭୋକ ନାହିଁ, ଶୋଷ ନାହିଁ, ସେଠାରେ କୌଣସି ଭୋକ ଶୋଷ ହୁଏ ନାହିଁ। ତାହା ସେ ଯୋଉ ଭୋକ ଶୋଷ ନ ଲାଗିବା ଏଠାରେ ଯଦି ଲାଗୁଛି ଆଉ ସେଟା ଯଦି ନ ଲାଗୁ ତାହା ହଉଛି ଆମମାନଙ୍କର ରୂପାନ୍ତରିତ ଶରୀର। ହାଲେଲୁୟା। କିନ୍ତୁ ଦେଖୁଅଛୁ ପ୍ରିୟ ପ୍ରଭୁଙ୍କର ଲୋକମାନେ ପୃଥିବୀରେ ଯିଏ ବି ହଉ ଯୋଉ ଲୋକ ବି ଶରୀର ଧାରଣ କରିଅଛି, ଗ୍ଲୋରି ଫାଦର, ଆମେ ମାନେ ଯୋଉ ରକ୍ତ ମାଂସ ଲୋକ ରହିଅଛୁ ସେମାନଙ୍କର କଣ ହଉଛି? ସେ ରହିଛି ତାକୁ କଣ୍ଟ୍ରୋଲ କରିବା ପାଇଁ। ହାଲେଲୁୟା। ଖାଉଛୁ ସତ, ତାକୁ କଣ୍ଟ୍ରୋଲ କରିବା ପାଇଁ ଆମର କଣ ଅଛି? ମନ ରହିଅଛି। ହାଲେଲୁୟା। ମନ ଦିଆହେଇଛି। ମନ ହିଁ ତାକୁ କଣ କରିଥାଏ? କଣ୍ଟ୍ରୋଲ କରିଥାଏ ସେ ଶରୀରକୁ। ଆମେ ଯେହେତୁ ଅତିଶୟ, ମୁଁ ଗୋଟେ ସାନ ବେଳେ ପଢିଲା ବେଳକୁ କାହାର ନ୍ୟୁଟନ ଆଇ ଥିଙ୍କ ସୋ ନ୍ୟୁଟନ ବୋଧେ କିମ୍ବା ସିଏ କଣ ରିସର୍ଚ୍ଚ କରିବା ପାଇଁ ଯେତେବେଳେ ସବୁ ତାଙ୍କ ଲାଗିଥାଏ ତାଙ୍କ ଗୋଟେ ଘର ଭିତରେ ତାଙ୍କ ମା କଣ କରନ୍ତି? ତାଙ୍କୁ ଶୋଇବା ଘରେ ଖଟ ତଳେ ଖାଇବାଟା ରଖିଦେଇଥାନ୍ତି। ତ ସିଏ ଯେତେବେଳେ ଆସନ୍ତି ବ୍ୟାକ୍ ଟାଇମ୍ରେ ଆସି ଖାଇଦେଇକି ଆଉ ଥରେ ରିସର୍ଚ୍ଚ ସେଣ୍ଟର ଭିତରେ ବସିଯାଆନ୍ତି। ଦିନେ ତାଙ୍କର ବନ୍ଧୁ ଆସିକିରି ସେ କଣ କରୁଛନ୍ତି ଦେଖିଲେ ଖାଇବାଟା, ସିଏ ଖାଇଦେଇକି ଥାଳିଟା ଘୋଡେଇ ଦେଇକିରି ପଳେଇ ଯାଇଛନ୍ତି। ଆଉ ଯେତେବେଳେ ସିଏ ରିସର୍ଚ୍ଚ ସେଣ୍ଟର ବାହାରିକି ଆସିଛନ୍ତି ସେତେବେଳେ ସିଏ କହିଲେ, ଦେଖିଲେ ଯେ ଆରେ ଆରେ ମୁଁ କେତେବେଳେ ଖାଇଦେଇଛି ମୋର ମନ ନାହିଁ ବୋଲି ଆଉ ଥରେ ସେ ରିଟର୍ନ ପଳେଇଗଲେ। ଦ୍ୟାଟ୍ ମିନ୍ସ ଏଠାରେ ଆମେ ଜାଣିପାରୁ ଯେ ଆମମାନଙ୍କର ମନ ସବୁବେଳେ ଆମମାନଙ୍କୁ କବଳିତ କରିଥାଏ। ସେ ମନ ସବୁବେଳେ ଆମମାନଙ୍କୁ କଣ୍ଟ୍ରୋଲ କରିଥାଏ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ହାଲେଲୁୟା। ପୁଣି ମାନେ ରିସେଣ୍ଟ ମାନେ ପ୍ରେଜେଣ୍ଟ କେସ୍ କହୁଛି, ମୁଁ ଗୋଟେ ଇଏରେ କାମ କରେ ଏନଜିଓ ମେଡିକେଟେଡ ଉପରେ। ତାର ଯେ ସାଇଣ୍ଟିଷ୍ଟ ଇଣ୍ଡିଆ 6th ପୋଜିସନ, ସିଏ ବି ଦିନେ କହୁଥିଲେ ଆମେ ମାସ ଭିତରେ ରିସର୍ଚ୍ଚ ସେଣ୍ଟର ଭିତରେ ରହିଥାଉ। ମୁଁ ଥରେ ଆପଣଙ୍କୁ ହାଲିଆ ଲାଗେନି? ସେଟା ହଉଛି ମେଣ୍ଟାଲି ଗେମ୍। ଆମ ମନ ଯେତେବେଳେ ଆମକୁ ଇଣ୍ଡିକେଟ କରୁ ତମେ ହାଲିଆ ବୋଲିକି, ସେତେବେଳେ ଆମକୁ ହାଲିଆ ଲାଗେ। ଆମେ ଗୋଟେ ଉତ୍ଫୁଲ୍ଲିତ ଅବସ୍ଥାରେ ଗୋଟେ ଆଚିଭ କରୁ, ସେତେବେଳେ କିଛି ହାଲିଆ ଆମକୁ ଜଣା ପଡେନି। ଯାହା ବି ହଉନା ଏଠାରେ ଦେଖୁଅଛୁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ମନ ଆମକୁ ବହୁତ କିଛି କଣ୍ଟ୍ରୋଲ କରିଥାଏ। ପ୍ରତ୍ୟେକ ଜିନିଷ ଦେଖନ୍ତୁ, ଆମେ ପ୍ରଲୋଭିତ ଜିନିଷ ଯଦି ଦେଖୁଅଛୁ ତା ପ୍ରତି ଯଦି ଆମର ଆକର୍ଷଣ ହଉଛି ସେ ମନ କରୁଛି। ମନ ଯଦି ଛାଡ ସେ ସବୁ କଣ ଦରକାର ନାହିଁ, ଆମେ ୟାର ଦେଖିବା ଡାଇଭର୍ଟ ହବା, ସେତେବେଳେ ଆମେ ଡାଇଭର୍ଟ ହଉଛୁ। ହାଲେଲୁୟା। ସେଇ ପ୍ରକାର ଆମର ପ୍ରତ୍ୟେକ ବିଷୟ କଣ୍ଟ୍ରୋଲ କରେ। ଏଟା ଯୀଶୁ ସେ ଢିବି ବୃକ୍ଷକୁ ଯାଉଛନ୍ତି, ଆଉ ତାହା କଣ ଏକ ସାଧାରଣ ଗଛ ନଥିଲା, କାରଣ ତାହା ମୋଟା ରୋଟା ଥିଲା, ପତ୍ରରେ ପରିପୂର୍ଣ୍ଣ ଥିଲା। କାରଣ କିନ୍ତୁ ସେ ସବୁ ଫଳର ସମୟ ନଥିଲା ବୋଲି ସମସ୍ତେ ଜାଣୁଛୁ, ଅନେକ ଦାସ ଶୁଣୁଅଛୁ। କିନ୍ତୁ ପ୍ରିୟ ପ୍ରଭୁଙ୍କ ଲୋକ ତାକୁ ଦେଖିଲେ ଏମିତି ଲାଗୁଥିଲା, ମାନେ ଏମିତି ଭରପୁର ସେ ଥିଲା ଯେ ତାଠାରେ ଯେ ଫଳ ନଥିବ ବୋଲିକି କେହି ମଧ୍ୟ ଭାବି ପାରିବେ ନାହିଁ ନିଶ୍ଚିତ ଭାବରେ। ତେଣୁ କରି ସିଏ କଣ କଲେ? ଫଳ ଥିବ ବୋଲିକି ସେ ଚାଲିଗଲେ। ହାଲେଲୁୟା। ପ୍ରିୟ ପ୍ରଭୁଙ୍କ ଲୋକମାନେ ଆଜି ଏଇ ଦିନ ମାନଙ୍କରେ ଆମ ମାନଙ୍କର ଅନେକଙ୍କର ଆଚାର ବ୍ୟବହାର ଆଉ ବାହ୍ୟିକ ଦୃଷ୍ଟିକୋଣକୁ ଆମମାନଙ୍କର ପ୍ରଦର୍ଶନୀ, ମୁଁ କହିବାକୁ ଚାହିଁବି ପ୍ରଦର୍ଶନୀ, ଆମମାନଙ୍କର ଧାର୍ମିକତାକୁ ଯୋଉ ଆମେ ପ୍ରେଜେଣ୍ଟ କରୁଛୁ ନା, ଯୋଉ ଦେଖେଇ ହଉଛୁ ନା, ତାକୁ ଦେଖି ବାପରେ ସେ ଆଜ୍ଞା କି ଏମିତି ପ୍ରାର୍ଥନା କରିବେ, ଏତେ ନମ୍ର, ଏତେ ସରଳ, ଏମିତି ସେମିତି, ତାଙ୍କ କଥାକୁ ଧୀରେ ପାଟି ଶୁଭୁନି। ତ ବହୁତ ଗୁଡେ ଜିନିଷକୁ ନେଇକି ଆମେ କଣ କରୁଛୁ? ଲୋକମାନଙ୍କୁ ଦେଖେଇ ହେବା ପାଇଁ ସେ ଧବଳ ବସ୍ତ୍ର ପରିହିତ ସାଧୁ ସନ୍ତ ଯୋଉ କହନ୍ତି, ସାମ୍ନା ଚେୟାରକୁ ସେମାନେ ଅକ୍ତିଆର କରିବା ପାଇଁ ଚେଷ୍ଟା କରନ୍ତି। ସେ ପ୍ରକାର ଲୋକ ପ୍ରଭୁଙ୍କ ଦୃଷ୍ଟିରେ ଯେ କେବେ ଗ୍ରହଣ ଯୋଗ୍ୟ ହେବେ ତାହା ନୁହେଁ ମୋ ପ୍ରିୟ ମାନେ। କିନ୍ତୁ ଅନ୍ତଃକରଣ ଯାହାର ସିଦ୍ଧ ଥାଏ ସେମାନେ ଗ୍ରହଣ କରନ୍ତି ବୋଲି କୁହାଯାଇଅଛି। ତେଣୁକରି ସେଇଠାରେ ଆମମାନେ ବାହିକ ଭାବରେ ସେଇ ଗଛ ସଦୃଶ୍ୟ ଭରପୁରିତା ଯେତେବେଳେ ଦେଖ ଲୋକମାନଙ୍କ ଦୃଷ୍ଟିରେ ହୁଏତ ତାହା ଦେଖାଯାଇପାରେ, କିନ୍ତୁ ସେଠାକୁ ଗଲା ପରମେଶ୍ୱର ଯେତେବେଳେ ସେଠାକୁ ଯାଉଛନ୍ତି ସେଠାକୁ ଦେଖୁଛନ୍ତି କଣ? ଫଳ ନାହିଁ। ହାଲେଲୁୟା। ଠିକ ସେଇ ପ୍ରକାର ଦେଖନ୍ତୁ, ମୁଁ କହିବା ପାଇଁ ଚାହେଁ ପରମେଶ୍ୱର ସେଇ ପ୍ରକାର ଲୋକ ଅନୁସନ୍ଧାନ କରୁଅଛନ୍ତି। ଆଉ ପରମେଶ୍ୱର ଯେତେବେଳେ ଆସିବେ ଆମମାନଙ୍କ ନିକଟକୁ ଫଳ ଦେଖିବା ପାଇଁ, ଫଳବର୍ତ୍ତୀ ଗଛକୁ ସେମାନେ କଣ କରିବେ? ନେଇଯିବେ। ହାଲେଲୁୟା। ସେଦିନ ଗୋଟେ କଥା ମୁଁ ଦେଖୁଥିଲି ଯେ ଯୀଶୁ ଆସିବେ। ଆମମାନେ କହୁଛୁ ଯୀଶୁ କେମିତି ଆସିବେ? ପ୍ରାୟତଃ ଆମ ପ୍ରଚାର କଥା ସିଏ ଆସିବେ ଏମିତି ଚୋର ପରି ଆସିବେ, କେତେବେଳେ ଆସିବେ କେହି ଜାଣିପାରିବେ ନାହିଁ। ୟାର ଚୋର ପରି ଆସିବେ ବାକ୍ୟରେ ଲେଖା ହେଇଛି। ଆଉ ଗୋଟେ ଜାଗାରେ ଲେଖା ହେଇଛି ଯେତେବେଳେ ଆସିବେ ତୁରୀ ଧ୍ୱନି ବାଜିବ, ସେ ମେଘମାଳାରେ ଆସିବେ। ତାହେଲେ କଣ ତାହେଲେ କେମିତି ଆସିବେ? ଚୋର ପରି ଆସିବେ, ଇଆଡେ ମେଘମାଳା ଆସିବେ, ସମସ୍ତେ ଦେଖିବେ, ସମସ୍ତେ ଆଣ୍ଠୁ ପାତିବେ,
जान समस्त जान स्वीकार करेंगे हालेलुया प्रिय प्रभु लोक मैंने चोर पर आसा डेफिनेशन गोटे रही अच्छी हालेलुया सी आज अनुसंधान करुँच आपण को मते हालेलुया संतोषिनी भौणी आपण को रजनी भौणी आपण को हालेलुया बोलासिया भौणी आपण को मते श्रीकांत को आज अनेक प्रभु से अनुसंधान कर फल आशारे हालेलुया से जेते बेले चोर पर आसबे केते बेलू आसबे हालेलुया से रेपचरिंग डे समय आसबे से मनोनीत लोक मान फलवंती गछ मान सी कौन करे आपण साथे मुदाकाश को नहीं जीवे प्रिय माने हालेलुया सेते बेले आसबे चोर मान से आज आम केते फल फलीचु केते कि बाही कर खाली पत्र रे भर्ती चोर मोटा रोटा होकर माने प्रफुल्लित देखा जाउछु हालेलुया परिपूर्ण देखा जाउछु आ सेतिरे भ्रम सृष्टि होछि जे आमान को मध्य रे फल फली अछि हालेलुया तेणु जीशु से कौन फल जीशु से कौन जीशु सेठी फल न पाइक कौन कले अभिशाप देदेले और चली गले फेरला बेले शिष्य मान देख तार मूलरू संपूर्ण कौन से सुखी जाइए आ ये कथा जीशु कहबार से कौन कले यह तो साधारण कथा किंतु तुम्हें माने जे विश्वास रे थाई मु तुम सत्य कहूँ विश्वास थाई कौन कर सन्देह न करिके कथा जदि कहब तेबे एठा देखू जीशु कौन कर माने कहवा कौन दरकार कहले विश्वास दरकार केमितिका विश्वास कौन ना मु जहा कहूँ ताहा निश्चित हब बोलिकी से विश्वास को से स्वीकार करने घोषणा करने कहते द्वितीय देखू केमिति सन्देह न करी आमे जदि भाबू से दिन सीना केबे केबे सन्देह कर कहि दे था हे जाए से दिन सीना हे गला आज आउरी हबो कि एठी कोन देखुछु आमान को मन रे सन्देह आसु अछि हालेलुया सॉरी आमको साधारणतः आम जीवन रे दुईटी विषय दरकार मो प्रिय प्रभु कर गोटे है सन्देह न थाई आउ गोटे है कौन मु जहा कहूँ ता हम बोलिकी दृढ़ विश्वास हालेलुया तेरे आपण मान गोटे कथा पचार चाहे आम द्वारा हो पार कि प्रकार केते जन विश्वास करते जन विश्वास करते प्रिय माने हालेलुया निज निज स्थान आमेन कहतु ग्लोरी फादर हालेलुया आउ से बोली आपण मान को पचार से विश्वास से सन्देह नथिबा विश्वास आम जीवन में अच्छी कि आमे आज आम निज निज पिला छुआ कौन कर बाहर को छाड़ी था कौन पाई ए विश्वास कि मो पिला किसी गोटे करके आसीबो जे भल जुएल हबो गोटे चाकरी कर गोटे टॉपर होके आसीबो एबा कोटे अचीव करके आसीबो गोटे ट्रेनिंग नहीं कि आसीबो ए विश्वास आम हॉस्टल छाड़ भल पाठ पढ़ी के आसो अनेक किसी आम निज विश्वास छाड़ू अच्छु आ किसी बापा विश्वास था कि मो पिला टैलेंट हो कि परमेश्वर माने घटना कौन कि निजर पुओ झील टैलेंट हो मो परमेश्वर द्वारा जहाँ संभव से आम भरोसा आशा से रखी था मुझे गोटे क्वेश्चन जाना चाहिए केते जन फेल्युअर होती निज स्थान में ऑनेस्टली कहतु किसी आम विश्वास रख तथापि आपण मैंने फेल्युअर होती हालेलुया चाहे से आपंकर परीक्षा हो पाए चाहे आपंकर इंटरव्यू हो पाए फैमिली किसी गोटे समस्या समाधान कर शाशु ननंदर शाशु आउर हे तो ननंदर रिलेशनशिप हो पाए हजबैंड विषय किसी हो पाए कौन सी चेंज करवा कौन सी विषय फेल्युअर कथा कहूँ पिला छुआंकर अमान्य माने अमान्यपण को डिसोबिडियंसी को जहाँ भी होना कहीं गोटे सल्यूशन कहूँ आ गोटे पद पढ़िया भी चाहिए हित पद तार 18 20 21 मनुष्यर उदर ताहार मुखर फल पूर्ण हुए पुणी से अपना ओष्ठर उपार्जन रे तृप्त हुए 21 लिखा है कौन मरण और जीवन जीवार अधीन जो माने ताको भल जानते से माने ताहार फल भोग करिवे हालेलुया मनुष्यर उदर माने पेट साधारणतः कहीं रे भर्ती हुए आम जानू भात तरकारी टिफिन जहाँ किसी पूरा बाटे समस्त जानू बेले ताहा मध्य आमको अरुचिकर लगी पारे किंतु मुखर फल हालेलुया से दिन जो यीशु ख्रीष्ट कहते तुम विश्वास से जहाँ घोषणा कर तुम मुखर फल रे कौन हम मुखर फल पूर्ण हुए तोर उदर पूर्ण हुए हालेलुया तुम्हें परितृप्त हो हाले पुरी ओष्ठर उपार्जन रे तुम ओठ उपार्जन आम अनेक उपाय करूँ के चाकरी कर जानते ओठर उपार्जन कौन हालेलुया पवित्र आत्मा आप कौन कहना चाहूँगी आपण जीवन में आपण प्रति परिस्थिति आपंकर ओठ कौन कहूँ कौन स्वीकार करुच्ची कौन घोषणा करुच्ची हालेलुया जीवा आ ओष्ठ मुख जो कथा कहूँ हालेलुया से कहुच्ची कौन
ଆମେ ଜାଣୁଛୁ ସିଏ ତା ଯାହା କହୁଛି ତା ପୂର୍ଣ୍ଣ ହୁଏ ଓଷ୍ଠର ଉପାର୍ଜନରେ। ହାଲେଲୁୟା। ଯୋଉ ଧାର୍ମିକତା ଉପାର୍ଜନ କରିବ, ହାଲେଲୁୟା, ଯୋଉ ସିଦ୍ଧତା ଉପାର୍ଜନ କରିବ, ଯୋଉ ପବିତ୍ରତା ଉପାର୍ଜନ କରିବ, ହାଲେଲୁୟା, ତାପରେ କୁହାଯାଇଛି ମରଣ ଆଉ ଜୀବନ ଜିଭର ଅଧୀନ। ଆଉ ଜିଭ ଓଠ କଥା କହୁଥିଲେ, ହାଲେଲୁୟା। ତା ଆମ୍ଭ ମାନଙ୍କର ଆମେ କଣ କହୁଛୁ, ଆମେ କୋଉ ବିଷୟକୁ ଚୁଜ୍ କରୁଛୁ, ତାହାର ଅଧୀନ, ତାହାର କଣ୍ଟ୍ରୋଲରେ, ତାର ଅଣ୍ଡରରେ ସବୁ କିଛି ରହିଅଛି ମୋ ପ୍ରିୟ ପ୍ରଭୁଙ୍କର ଲୋକମାନେ। ହାଲେଲୁୟା। ପ୍ରଥମେ ଜାଣେ କାହିଁରେ ମାନେ ମୁଖର ଫଳରେ, ଆଉ କିନ୍ତୁ ଆମ ସମସ୍ତ କିଛି ପ୍ରଥମେ ମୁଖର ଫଳ କଣ, ଆଜି ଜାଣିକି ଯାଆନ୍ତୁ, କାଲିକି ତୃପ୍ତ ହେଇକି ଆସନ୍ତୁ। ହାଲେଲୁୟା। ସମସ୍ତେ ନିଜର ସ୍ଥାନ କହୁ ଶୈତାନ ତୁ ଡାଉନ୍ ଡାଉନ୍, ଶୈତାନକୁ ଆଜି ଆମେ ପ୍ରତିହତ କରିବା। ହାଲେଲୁୟା। ଆମର ମୁଖରେ ଯେତେବେଳେ ଆମେ କିଛି ଡିକ୍ଲେୟାର କରୁ ବା ସାକ୍ଷ୍ୟ ଦଉ, ସେତେବେଳେ ଆମେ କଣ କରୁ, ଶୈତାନକୁ ଆମେ ଡାଉନ୍ କରିଥାଉ ମୋ ପ୍ରିୟ ମାନେ। ହାଲେଲୁୟା। ତାକୁ ଆଜି ଆମେ ପତିତ କରିଥାଉ, ପାଦ ତଳେ ଦଳିଥାଉ। ହାଲେଲୁୟା। ଆମମାନଙ୍କ ଜୀବନରେ ଏତେ ପାୱାର ଦେଇଛନ୍ତି, ଆମମାନଙ୍କ ଘୋଷଣାରେ ଏତେ ପାୱାର ପ୍ରଭୁ ଆମକୁ ଖଞ୍ଜିକି ରଖିଛନ୍ତି। ହାଲେଲୁୟା। ତାର ଅଧିକାରକୁ ଆଜି ଆମେ ବ୍ୟବହାର କରିବାର ଅକ୍ଷମ ଅଛୁ। ଆମେ ପ୍ରକୃତ ତାଙ୍କ ସାମର୍ଥ୍ୟକୁ ଆଜି ମଧ୍ୟ ଆକଳନ ଆମେ କରିପାରୁନାହୁଁ ବୋଲି ତାକୁ ଘୋଷଣା କରିବାରେ ଆଜି ଆମେ ଅସମର୍ଥ ହଉଛୁ, ଆଉ ଆମମାନଙ୍କ ମଧ୍ୟରେ ସେଇ ଫଳ ଫଳି ପାରୁନାହିଁ। ହାଲେଲୁୟା। ପ୍ରିୟ ପ୍ରଭୁଙ୍କର ଲୋକମାନେ, ସେଇ ପରମେଶ୍ୱର ଆଜି ଆମମାନଙ୍କଠାରେ, ଆପଣଙ୍କଠାରେ, ମୋ ଠାରେ ସେଇ ଫଳ ଖୋଜୁଛନ୍ତି। ତାଙ୍କୁ ଆଜି ଆମେ ସତରେ ନିରାଶ କରି ଚାଲିଛୁ। ତେଣୁକରି ଆଜି ସେ ବାକ୍ୟ ଆସିଅଛି, ହାଲେଲୁୟା, ଆମେମାନେ ଶୁଖିଯିବା ପୂର୍ବରୁ, ମୂଳରୁ ଭାଙ୍ଗିଯିବା ପୂର୍ବରୁ, ଆମମାନେ ଜଡ଼ରୁ ଉଖୁଳି ଯିବା ପୂର୍ବରୁ ସେ ଆମମାନଙ୍କୁ ସଚେତନ କରୁଅଛନ୍ତି ଯେ ତୁମେ ମାନେ ଯେତେବେଳେ ମୁଁ ତୁମ ନିକଟକୁ ଆସିବି, ସେତେବେଳେ ତମମାନେ ମତେ ନିରାଶ କର ନାହିଁ, ଯୋ ଦ୍ୱାରା ମୁଁ କଣ କରିବି, ଚୋର ପରି ଆସିକି ତମମାନଙ୍କୁ ମୋ ସହିତ ନେଇକିରି ପଳେଇ ଯିବି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ତେଣୁକରି ଆଜି ଆମେ ଡିକ୍ଲାର କରୁ, ଯେତେବେଳେ ଶୈତାନକୁ ଆଜି ଆମେ କଣ କରୁ, ଡାଉନ୍ କରିଥାଉ। ଆଉ କଣ କରିଥାଉ, ଈଶ୍ୱରଙ୍କ ନାମକୁ ଆମେ ଉଚ୍ଚା କରୁ। ହାଲେଲୁୟା। ଆପଣ ଓଷ୍ଠର ଉପାର୍ଜନ ନିଜ ମୁଖରେ, ବିଶେଷ କରି ଅନେକ, ମୁଁ ଆଜି ବି ଆମ ଘରେ ଗୋଟେ ଜିନିଷ ହେଇଥିଲା, ମୁଁ କହୁଥିଲି ନିଜ ମୁଖରେ ଆମେ ନେଗେଟିଭ କିଛି ସ୍ୱୀକାର ନ କରୁ। ମୁଁ କହିଲେ ଏଇଟା ହବ କି, ମୋ ଦ୍ୱାରା କୁଆଡେ ହବ। ଶୈତାନ କଣ କରି ଜାଣିଛନ୍ତି, ସେ ମୁଖରେ ଜଗି ବସିଛି ପରା, ସେ ଆପଣ ମୁଖର ଦ୍ୱାର ପାଖରେ, ମାନେ ପାଟିର ଦ୍ୱାର ପାଖରେ ଜଗି ବସିଛି, ଯେ କୋଉଟା, ସେ ତମେ ନେଗେଟିଭ ବିଷୟ ହିଁ ସ୍ୱୀକାର କର, ମୋ ଦ୍ୱାରା ହବ ନାହିଁ, ସିଏ ଏମିତି କଲା, ତ ଏମିତି, ତା ଦ୍ୱାରା ଏଇଟା ହବ ନାହିଁ, ସେ ମୋର କଥା ଶୁଣି ନାହିଁ, ନଷ୍ଟ ହେଇଯିବ, ଗଲା। ଯାହା ପରମେଶ୍ୱର ଚାହାନ୍ତି ନାହିଁ, ସେଇ ଜିନିଷକୁ ସେ କଣ କରେ, ବାହାର କରିବା ପାଇଁ ସଦା ସର୍ବଦା ସେ ଚେଷ୍ଟା କରୁଥାଏ। ତେଣୁକରି ଆମେ କଣ ସ୍ୱୀକାର କର, ସେଥିପାଇଁ ସେ କହିଲେ ତୁମେ ଯଦି ସନ୍ଦେହ ନ କରିକିରି ବିଶ୍ୱାସରେ ଯାହା ଡିକ୍ଲାର କରିବ, ପାହାଡ ଉଠିକିରି ପଡିଯିବ। ଏଇଟା କଣ, ତ ସାଧାରଣ ବିଷୟ ବୋଲି କହିଥିଲେ। ହାଲେଲୁୟା। ସେଇ ସାଧାରଣ ବିଷୟ ଆଜି ଆମେ କଣ କରୁଛୁ, ତାଙ୍କର ସେ ବାକ୍ୟକୁ ଆଜି ଘୋଷଣା କରିବା ଯେ ଆମେ ପଛ ଘୁଞ୍ଚା ଦେଇଛୁ, ଆଜି ଅସମର୍ଥ ହେଇଛୁ। କାହିଁକି, ଆମଙ୍କର ବିଶ୍ୱାସ ଦୁର୍ବଳ, ଆମେ ସନ୍ଦେହ କରୁଅଛୁ। ତେଣୁକରି ସେ କହୁଛନ୍ତି ସନ୍ଦେହ କର ନାହିଁ, ଆଉ ଦୃଢ ବିଶ୍ୱାସ ସହିତ ଘୋଷଣା କର। ସିମ୍ପୁଲ ୱାର୍ଡ ୟାର, ତ ସେତିକି କର, ତାପରେ ତମେ ଦେଖ ବୋଲି କହୁଛନ୍ତି। ହାଲେଲୁୟା। ଆପଣ ଓଷ୍ଠର ଉପାର୍ଜନ, ହାଲେଲୁୟା, ତୋର ଓଠ କଣ ସ୍ୱୀକାର କରୁଅଛି, ନେଗେଟିଭ ସ୍ୱୀକାର ନ କରୁ, ମୋ ଦ୍ୱାରା ହବ ନାହିଁ ବୋଲି ଆଜି କୋଉ ବିଷୟକୁ ଆପଣ ମାନେ ଘୋଷଣା କରନ୍ତୁ ନାହିଁ। ଏ କଥା ଶୈତାନକୁ ଯଦି, ଶୈତାନ, ତେଣୁକରି ଆମେ ପ୍ରଥମେ ଆମେ କଣ କଲୁ, ପ୍ରଥମେ ଏହା ଦ୍ୱାରା ମାନେ ପ୍ରଥମେ ଆମମାନଙ୍କର ସନ୍ଦେହ ଜାତ ହେଲା, ଯୋଉଟା ଆମ ମୋ ଦ୍ୱାରା ହବ ନାହିଁ, ଏଇଟା କଲେ ହବ, ସିଏ ସିନା କହିଦେଲା ଏଇଟା ହବ ନାହିଁ, ଏଇଟା କଣ ସନ୍ଦେହ ଜାତ କରେ। ହାଲେଲୁୟା। ଆଉ ଦେଖୁ ମରଣ ଆଉ ଜୀବନ ଜିଭର ଅଧୀନ ବୋଲି କୁହାଗଲା। ତେଣୁ ଆମେ କଣ କହୁଛୁ, ସେ ବିଷୟରେ ସାବଧାନ। ବହୁ ବିଷୟରେ ଆମେ ଅନେକ ସମୟ ଘୋଷଣା କରୁଥିବା କଥା କଣ କରେ, ହେଇ ବି ଯାଏ। ତେଣୁ ବାକ୍ୟ କହୁଛି ତୁମ ଓଷ୍ଠର ଫଳରେ ତମେ କଣ ହବ, ତୃପ୍ତ ହବ। ହାଲେଲୁୟା। ଅତୃପ୍ତ ହବ କେତେ ଜଣଙ୍କୁ ଇଚ୍ଛା, ହାତ ଟେକନ୍ତୁ, କେତେ ଜଣ ଆଜି ଅତୃପ୍ତ ରହିବା ପାଇଁ ଇଚ୍ଛା କରୁଅଛନ୍ତି। ହାଲେଲୁୟା। ତେଣୁ ଦାଉଦ ଗୀତ 23:5 କହିଲେ, ତୁମେ ମତେ ସିକ୍ତ କରିଅଛ, ଅଭିଷେକ କରିଅଛ। ସମସ୍ତେ କହନ୍ତୁ, ପ୍ରଭୁ ତୁମେ ମତେ ଅଭିଷେକ କରିଅଛ। ହାତକୁ ମୁଣ୍ଡ ଉପରେ ରଖିକିରି କୁହନ୍ତୁ, ଘୋଷଣା କରନ୍ତୁ ମୋ ପ୍ରିୟ ମାନେ, ବିଶ୍ୱାସରେ ଆଉ ସନ୍ଦେହ ନ କରି, ପ୍ରଭୁ ତୁମେ ମତେ ଅଭିଷେକ କରିଅଛ, ପୁଣି ମୁଁ ସବୁଥିରେ ପୂର୍ଣ୍ଣ ହୋଇଅଛି, ଉଛୁଳି ପଡୁଅଛି। କାହିଁରେ, ଜ୍ଞାନରେ, ବଳରେ, ଶକ୍ତିରେ, ସୁସ୍ଥତାରେ, ଶାନ୍ତିରେ, ସମାଧାନରେ, ପଇସାରେ, ପତ୍ରରେ, ଖାଇବାରେ, ପିଇବାରେ, ମାନ ସମ୍ମାନରେ, ସବୁଥିରେ ପୂର୍ଣ୍ଣ ହୋଇକିରି ମୁଁ କଣ କରୁଛି, ଉଛୁଳି ପଡୁଅଛି। ହାଲେଲୁୟା। ଦେଖୁ ପ୍ରିୟ ମାନେ, ଆମକୁ ସେ କଣ କରିଅଛନ୍ତି, ଅଭିଷେକ କରିଅଛନ୍ତି। ତେଣୁ ଅଭିଷିକ୍ତ ଜିହ୍ବା ବା ଅଭିଷିକ୍ତ ଓଷ୍ଠ, ପୁଣି ଏକ ଅଭିଷିକ୍ତ ବ୍ୟକ୍ତିର କଥା କେତେ ଗୁରୁତ୍ୱପୂର୍ଣ୍ଣ ଅଟେ। ହାଲେଲୁୟା। ଆପଣ ହୁଏତ ଅନେକ ଚିନ୍ତା କରୁଥାଇ ପାରନ୍ତି, ମୁଁ କାହିଁରେ ଅଭିଷିକ୍ତ ଅଟେ, ମୁଁ କୋଉଟା କରିପାରିବି, ମୁଁ ପାଷ୍ଟର ନା, ମୁଁ ମାନେ ପ୍ରଚାରକ ନା, ପାଳକ ନା, ରେଭରେଣ୍ଟ ନା, କଣ ନାଇଁ ମୋ ପ୍ରିୟ ମାନେ, ଯେଉଁ ଦିନ ଆମେ ତାକୁ ଆମେ ଅନୁତାପ କଲୁ, ଯେଉଁ ଦିନ ତାଙ୍କୁ ଆମେ ବିଶ୍ୱାସ କଲୁ, ପରିତ୍ରାଣ ପାଇଲୁ, ବା ଜଳରେ ଆମେ ଯୋଉଦିନ ବାପ୍ତିଜିତ ହେଲୁ, ସେଇ ଦିନ ହିଁ ଆମେ ପବିତ୍ର ଆତ୍ମାଙ୍କର ଅଭିଷେକ ମାନେ ପାଇଅଛୁ। ସେ କଥା ବିଶ୍ୱାସ କରନ୍ତୁ। ଯେଉଁଦିନ ଆମେ ସେଇ ଅଭିଷେକକୁ ଜାଣିବା, ପବିତ୍ର ଆତ୍ମାଙ୍କ ସାମର୍ଥ୍ୟକୁ ଜାଣିବା, ଆମମାନଙ୍କୁ ଓଷ୍ଠରୁ ନିର୍ଗତ ଗୋଟିଏ ୱାର୍ଡ କଣ ହବ,
सामर्थ्यशाली बा शक्तियुक्त होइकरी कार्य करिवो मो प्रिय माने हालेलुया आमे माने आपण आपण संतान संतति मानको काहेकि उत्सर्ग करूछु कारण से माने मध्य अभिषिक्त होंतु अभिषेक युक्त संतान होंतु आम परिवार अभिषिक्त हो कारण आमे भी से अभिषेक को पाई अच्छु तेणुक आम परिवार मध्य से अभिषेक पातु संतान संतति पिता माता समस्ते पातु तेणु एठा देखो जे परमेश्वर अभिषेक आम ऊपर रही अछि आमे जहा कहिबा ताहा हबो 21 पद टिके पढिबा कोन लिखा अछि हम देखले मरण आउ जीवन जीवार अधीन जो माने ताको भलो जानती से माने केबे कोनोसी नकारात्मक कथा बा उच्चारण करिया कथा नुहे प्रिय माने अभिषिक्त व्यक्ति परा अभिषिक्त व्यक्ति सबु तुम जिहारे अछि जण को अभिशाप खंडन करिवार ताकत मध्य रही अछि हालेलुया अकारण तो अभिशाप निकट को आसे नाही हितोपदेश कहे मु कहबा चाहे सब बेले जेबे आपण कहबे मु दुर्बल दुर्बल तेबे मु दुर्बल हे जिबी दुर्बल अवस्था रे मध्य आज मधुस्ना फोन डिस्कशन करथि आमान को दुर्बलता देई थांती आमान जीवन समस्या आन थांती झड़ तोफान होता सेतरे जीसु जे पर शांति रे सोइथिले आमान सुस्थिरता पे से चाहंती हालेलुया सेही प्रकार दुर्बल अवस्था में कहबी मु सबल शैतान कोन हो लज्जित हबो आ आमे सेतरे से तुमे कोन हबो सबल हबो जदी आपण आज हार्ट प्रॉब्लम रे अछंती डायबिटिक अछंती बीपी रे अछंती कैंसर जा भी हो घोषणा करंतु किछि नाही मोठा सब क्लियर हो जाईछि कारण जीवन आउ मरण कहार अधीन अछि जीवार अधीन अछि हालेलुया गोटे पत्थर को प्रिय माने हठात न होई पारे अनेक समय निराश काहे तो गोटे पत्थर गोटे हाथ रे पिटी जाओ थरे के दुई थर होय तो भांगी न पारे किंतु कंटिन्यू जत वर्ष वर्ष मारी मार चले ऑटोमेटिक धीरे 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 दुर्बल भीतर भीतर दुर्बल दिन आसीबो से भांगी गिरी चूरमार हे जाए हालेलुया दिन निश्चय किंतु आमान को सेतबे कोन से विश्वास सह धैर्यर आवश्यकता रही अछि कौन सी डॉक्टर जीवार नाही सुस्थता किंतु बरं आपणकर जीवार अछि समस्त कहतु ताहा मो जीवार अछि हालेलुया एगेन को रिपीट करी कहतु ताहा समस्त किछि मो जीवार अधीन जीवन आ मरण जेतेबेले पैसा पत्र अभाव हला सेतेबेले कहतु घोषणा करंतु खाइबा पीबार असुविधा हला सेतेबेले घोषणा करंतु ऋणग्रस्त थिले कहतु मु ऋण देबी मु ऋण नेबी नाही प्रतिटी परिस्थिति पॉजिटिव डिक्लेयर करंतु आज आपन मान को निकट रे परमेश्वर जणाउ अछंती डिक्लेयर करू अछंती एहा को आपन धारण करंतु निज जीवारे हमर सब असुविधा रे प्रायत काहा को मागी बोली हम चिंता करथाउ किंतु प्रभु जिहोबा जिरे मते पहाड़ ऊपर मते जगैबा परमेश्वर तुमे आकाश रो मानना देबा परमेश्वर तुमे चट्टान पानी देबा परमेश्वर तुमे हाथ छाड़ी गिरी सॉरी छात फाड़ी के मो पाई देबा परमेश्वर अट हालेलुया तुमे से समस्त किछ देबा पाई अपेक्षा करे आमे खाली कहिबा दरकार कारण मरण आ जीवन कहार अधीन जीवार अधीन हालेलुया जिरिमियो 1:9 रे जत देखु प्रभु को लिखा अछि सेते बेले सदा प्रभु अपना हस्त बढ़ाई मो मुख स्पर्श कले आ सदा प्रभु मते कहले देख अपना वाक्य तुम्भ मुखरे देलु कहा मुखरे हालेलुया होसाना भणी आपण को मुखरे मधुस्ना भणी आपण को मुखरे हालेलुया उपस्थित है भाई भणी आपण को मुखरे दैछंती लहड़ीमाला भणी आपण को मुखरे दैछंती घोषणा करे से वाक्य को दैछंती हालेलुया सुखलता भणी आपण को दै अछंती हालेलुया देखो प्रिय माने प्रभु कहे देख एटा देखिलो हस्त बढ़ाई कहा को स्पर्श कले मुख को कले कारण मुख हमर कोन स्वीकार करबो ता साधित हबो आ कोठी काहे कले नाही यार कान भल नाही ताको आखि भल नाही आखि स्पर्श करियो सुनिबो कि नाही देखिबो कि नाही हाथ भल गोडर हाथ कोठी स्पर्श करि नाहंती मुख रे मुख को कले कारण तार इंपोर्टेंट बहुत रहिछि कहि जानले कथा सुंदर बांधी जानले कथा सुंदर बोली कथा एथा टिके हालेलुया स्टार्टिंग रो पड़ जाए से कहूँ कौन मु सान पिला प्रभु मु कथा कही जाने ना प्रभु कहले मु बालक बोली कहना तू जा रे बेटा मु तते अभिषेक करी हालेलुया मूसा विषय हम देखु जानू प्रभु तांको केतबे फार्म निकट जीवा को कुआ गला तांका प्रथम ऑब्जेक्शन कोन थिला प्रभु मु खनाटा मु कथा कहि पारे ना थतलाटा ठीक रे कथा हे पारिबे नै प्रिय प्रभुकर लोक माने एठा देखु जिरिमिया को प्रभु सदा प्रभु प्रथमे तांकर ओष्ठ को स्पर्श करछन आ कहउछंती देखो आंबे आपना वाक्य तुम्भ मुखरे देलु प्रिय प्रभुकर लोक माने प्रिय मंडल छोट पल एठा देखु से मुख स्पर्श करू एथि पई करूछंती कि से पर्यंत तांका मुखरु से पर्यंत मुख नकारात्मक कथा बाहरला ऑब्जेक्शन बाहरला जे मु पारिबी नै मु हबो नै मु सानो पिला एसो बाहरला तेणु कर से स्पर्श करी कहउछंती आंबे आपना वाक्य देलु आमे माने से नॉन मेचर हबा नै हालेलुया प्रभु आपन वाक्य आम मुखर दैछंती आज से आपन पावर ऑफ एटर्नी आमन को दैछंती तार अर्थ प्रतिटी विषय माने अथॉरिटी पाई सारिछु हालेलुया जहा भी करी हबो बट
still we don't know the power of his authority. Hallelujah. से जो शक्ति हम अधिकार ଦେଇଛନ୍ତି ତାକୁ ଆଜି ଆମେ ମାନେ ମଧ୍ୟ ଜାଣିନୁ କି ତାକୁ ଆଜି ଆମେ ବ୍ୟବହାର କରିପାରୁନୁ। ପ୍ରଭୁ ତାଙ୍କ ସାମର୍ଥ୍ୟ ଆମ ମୁଖରେ ଦେଇଛନ୍ତି ପ୍ରଭୁ ଲୋକ ସ୍ୱର୍ଗର କଞ୍ଚି ଦେଇଛନ୍ତି। ହାଲେ ଏମିତି କେତେ କଣ ଦେଇଛନ୍ତି ସବୁ ଅଛି କିନ୍ତୁ ଆମେ କହୁଛୁ ଚଳେଇ ଜାଣିନୁ। ଗୋଟେ କଥା କହିବା ପାଇଁ ଚାହିଁବି ହାଲେଲୁୟା ସେଦିନ ୟୁକ୍ରେନ ଆଉ ରୁଷିଆର ଯୁଦ୍ଧ ଚାଲିଥିବା ସମୟରେ ଅନେକ ନାଟୋ ଦେଶ ମାନେ ବହୁତ ଗୁଡେ ଅସ୍ତ୍ର କଣ କଲେ ୟୁକ୍ରେନକୁ ଦେଇଦେଲେ। ହାଲେଲୁୟା କିନ୍ତୁ କଣ ହବ ଆଡଭାନ୍ସ ଟେକ୍ନୋଲୋଜିର ଅସ୍ତ୍ର ଶସ୍ତ୍ର ଜାହାଜ ବାଜ ସବୁ ଦେଲେ ବଟ ସେ ପଡିକିରି ସେମିତି ଖତ ଖାଉଛି କାହିଁକି ୟୁକ୍ରେନ ସୈନିକ ମାନେ ତାକୁ ଟେକ୍ନୋଲୋଜି ଚଲେଇବା ଜାଣିନାହାନ୍ତି ତାକୁ କେମିତି ଅପରେଟ କରା ଜାଣିନାହାନ୍ତି ତେଣୁକରି ପଡିକି ରହିଲା କିନ୍ତୁ ତାକୁ ବ୍ୟବହାର ସେମାନେ କରିପାରିଲେ ନାହିଁ। ହାଲେଲୁୟା ଆଡଭାନ୍ସ ଟେକ୍ନୋଲୋଜିର ସମସ୍ତ କିଛି ମାନେ ବିଶ୍ୱକୁ ଜୟ କରିବାର ମାନେ ଅସ୍ତ୍ର ଆମ ପାଖରେ ପ୍ରଭୁ ଦେଇ ଅଛନ୍ତି କିନ୍ତୁ କଣ ଆମେ ତାକୁ ଆଜି ବ୍ୟବହାର କରିପାରୁନୁ କରୁନୁ କାହିଁକି ଆମେ ଜାଣିନୁ ସେ ସାମର୍ଥ୍ୟକୁ ସେ ଜାଣି ତେଣୁକରି ସେ କହୁଛନ୍ତି ତ ମୁଖକୁ ସ୍ପର୍ଶ କରେ ସେଦିନ ସେଥିପାଇଁ କହିଲେ ତମେ ବିଶ୍ୱାସ କର ସନ୍ଦେହ ନ କରି ବିଶ୍ୱାସ କର ଆଉ ତମେ ଯାହା କହିବ ତାହା ଘଟିବ। ହାଲେଲୁୟା ଅନେକ ଘଟଣା ଶୁଣୁଛୁ ହାଲେଲୁୟା ମଲା ଲୋକମାନେ ବି ଉଠି ଅଛନ୍ତି। ହାଲେଲୁୟା ଅନେକ ଆଶ୍ଚର୍ଯ୍ୟ କର୍ମ ଘଟୁଅଛି ଯାହାକି ଆମ ଦୃଷ୍ଟିରେ ଅସମ୍ଭବ ଲାଗୁଅଛି। ହାଲେଲୁୟା ତାହା ମଧ୍ୟ ସାଧିତ କରିବା ନିମନ୍ତେ ପରମେଶ୍ୱର ଆମମାନଙ୍କୁ ଶକ୍ତି ସାମର୍ଥ୍ୟରେ ପରିପୂର୍ଣ୍ଣ କରିଅଛନ୍ତି ବା ଅଭିଷେକରେ ପରିପୂର୍ଣ୍ଣ କରିଅଛନ୍ତି। ତେଣୁ ଦେଖନ୍ତୁ ସଦା ପ୍ରଭୁ ତାଙ୍କ ମୁଖରେ କହିଲେ ଦେଖନ୍ତୁ ସିଏ ଯେତେବେଳେ ସୃଷ୍ଟି କଲେ ସବୁ କିଛି ତାଙ୍କର ମୁଖରେ କହିଲେ ସୂର୍ଯ୍ୟ ହୋଇଯା ସୂର୍ଯ୍ୟ ହେଇଗଲା ଚନ୍ଦ୍ର ହେଇଯା ସେଟା ବି ହେଇଗଲା ସେହି ବାକ୍ୟକୁ ସେ ଯୋଉ ବାକ୍ୟ ଘୋଷଣା କରିଅଛନ୍ତି ସେଦିନ କରିଥିଲେ ସେହି ବାକ୍ୟକୁ କହିଛନ୍ତି ଆମ୍ଭେ ଆପଣ ବାକ୍ୟ ତୁମ ମୁଖରେ ଦେଲୁ ସେ ଆଜି ଆପଣଙ୍କୁ ମତେ ସେ ଯୋଉ ସୃଷ୍ଟି ହେଉଛି ସେଇ ବାକ୍ୟକୁ ଆମମାନଙ୍କୁ ଆମ ମୁଖରେ ଦେଇଅଛନ୍ତି। ହାଲେଲୁୟା ଦେଇକିରି କଣ କରିଛନ୍ତି ଯଦି ଗୋଟେ ବିଷୟ ପଢିବା ଜିସାୟ ତାର 51:16 ଲେଖାଯାଇଛି କଣ ପୁଣି ଆକାଶ ମଣ୍ଡଳ ରୋପଣ କରିବାର ପୃଥିବୀର ଭିତ୍ତିମୂଳ ସ୍ଥାପନ କରିବାର ଓ ତୁମ୍ଭେ ଆମ୍ଭର ଲୋକ ଏହା ସିଓନକୁ କହିବା ପାଇଁ ଆମ୍ଭେ ତୁମ୍ଭ ମୁଖରେ କଣ କରିଅଛୁ କଣ ରଖିଅଛୁ ଆପଣା ବାକ୍ୟ ରଖିଅଛୁ ଓ ଆପଣା ହସ୍ତର ଛାୟାରେ ତୁମ୍ଭକୁ ଆଚ୍ଛାଦନ କରିଅଛୁ। ହାଲେଲୁୟା ପ୍ରିୟ ପ୍ରଭୁଙ୍କ ଲୋକ କେତେ ସୁନ୍ଦର ବିଷୟ କେତେ ସାନ୍ତ୍ୱନାଜନକ ବିଷୟ କେତେ ଭରସାର ବାକ୍ୟ ଦେଖନ୍ତୁ କଣ କରିବା ପାଇଁ କଣ ପାଇଁ ସେ ବାକ୍ୟ ଦେଲେ ଆକାଶ ମଣ୍ଡପ ରୋପଣ କରିବା ପାଇଁ ସିଏ ସେ ବାକ୍ୟକୁ ଘୋଷଣା କରିଥିଲେ ଆମକୁ ମଧ୍ୟ ସେ ସାମର୍ଥ୍ୟ ଦେଇଛନ୍ତି ଆମକୁ ମଧ୍ୟ ସେ ଅଧିକାର ଦେଇଛନ୍ତି ପୃଥିବୀର ଭିତ୍ତିମୂଳ ସ୍ଥାପନ ପୃଥିବୀ ଆମ ଅଣ୍ଡରରେ ଆମର ଜିହ୍ବାର ତଳେ ପ୍ରିୟ ପ୍ରଭୁଙ୍କର ଲୋକମାନେ। ହାଲେଲୁୟା ଆଉ ପୁଣି କହୁଛନ୍ତି ତୁମ୍ଭେ କାହାର ଲୋକ ହାଲେଲୁୟା କାହାକୁ ସେ ଅଧିକାର ଦେଇଛନ୍ତି କାହାକୁ ସେ ବାକ୍ୟ ଦେଇଛନ୍ତି ତୁମ୍ଭେ ଆମ୍ଭର ଲୋକ ଏହା ସିଓନକୁ କହିବା ପାଇଁ ତୁମ ମୁଖରେ ସମସ୍ତଙ୍କୁ ଜଣାନ୍ତୁ ଆଜି ଲୁକାୟିତ ବା ସମସ୍ତଙ୍କୁ ଗର୍ବର ସହିତ ଘୋଷଣା କରନ୍ତୁ ଡିକ୍ଲାର କରନ୍ତୁ ତୁମ୍ଭେ ଆମ୍ଭର ଲୋକ। ହାଲେଲୁୟା ଆମେ ତାଙ୍କର ଲୋକ ହୋଇଥିବା ସକାଶୁ ସେଇ ପାୱାର ପାଇବାର ଅଧିକାରୀ ହୋଇଅଛୁ ଆଉ ତାକୁ ୟୁଟିଲାଇଜ କରିବା ସମସ୍ତଙ୍କୁ କହିବା ଡରିବା ନାହିଁ। ହାଲେଲୁୟା ସେ କହିଛନ୍ତି ଆମ ମୁଖରେ ସେ ତାଙ୍କର ବାକ୍ୟ ରଖିଅଛନ୍ତି କାହିଁକି ବିଶ୍ୱାସରେ ଆଉ ସନ୍ଦେହହୀନ ବିଶ୍ୱାସ ସହିତ ଘୋଷଣା କରିବାକୁ ଆଉ ସେ ଘୋଷଣା ଦ୍ୱାରା ସମସ୍ତ କିଛି ସାଧିତ ହେବାକୁ। ଏଠାରେ ଦେଖୁ ସେ ଆପଣ ବାକ୍ୟକୁ ଆମ ମୁଖରେ ଦେଲେ କଣ କରିବା ପାଇଁ ପ୍ରିୟ ପ୍ରଭୁ ଘୋଷଣା କରିବାକୁ ଆମେ ଦ୍ୱନ୍ଦ୍ୱରେ ପଡିକି ଭାବିବା ନାହିଁ ଯେ ଆଉ ସେ ଦ୍ୱନ୍ଦ୍ୱରେ ପଡିଯିବ ଭାବିକିରି ସେ ହୁଏତ କଣ କରିବୁ କଣ ନାହିଁ ବୋଲିକିରି ସେ ଛାଡି କହିଦେଇକି ତମେ ଡିକ୍ଲାର କର ଦେଖ ହବ ନିଶ୍ଚୟ ହବ ହେଲେ ହେଲା ନହେଲେ ନାହିଁ ତାପରେ ତମ କଥା ତମେ ବୁଝ ବୋଲିକିରି ଏ କଥା କହିନାହାନ୍ତି ଶେଷରେ କଣ କହିଅଛନ୍ତି ବାକ୍ୟ ତ ରଖିଅଛୁ ଆପଣା ହସ୍ତର ଛାୟାରେ ତୁମକୁ ଆଚ୍ଛାଦନ କରିଅଛୁ ହସ୍ତର ଛାୟା ଆମେ ତ ଘୋଡେଇକି ରଖିଛୁ ଅର୍ଥାତ୍ ତମର ପାଖେ ପାଖେ ଅଛୁ ତମର ସଙ୍ଗେ ସଙ୍ଗେ ଅଛୁ ଯୋଉ ଜାଗାରେ ତମ ମାନେ ପାରିବ ନାହିଁ ସେତେବେଳେ ପୁନର୍ବାର ମୁଁ ତମକୁ ହାତ ବଢେଇକିରି ଉଠେଇ ଭିତରେ ସେଦିନ ଯେପରି ପାଣିରେ ବୁଡି ଯାଉଥିଲେ ବିଶ୍ୱାସ ଚାଲି ଆସ ତାପରେ ସେ କଣ କଲେ ତାର ହସ୍ତ ଧରିକି ଉଠେଇଲେ ତମେ ଘୋଷଣା କରି ଚାଲ ସଫଳ ହବ ହିଁ ହବ ସେ ବିଶ୍ୱାସ ରଖ ଯଦି ବା ତମ ସେଦିନ ତାକୁ ସନ୍ଦେହ ଯେପରି ଆସିଲେ ବାୟୁକୁ ଦେଖିଲେ ପବନ ଆଡକୁ ଦେଖିଲେ ସେ ବୁଡିବାକୁ ଲାଗିଲେ ଠିକ ସେଇ ପ୍ରକାର ଯେତେବେଳେ ଇତସ୍ତତା ମାନେ ହବା ସନ୍ଦେହରେ ଯଦି ଆମେ ପଡି ବି ଯାଉ କି ବୁଡି ବି ଯାଉ ସେତେବେଳେ ସେ କଣ କରିବେ ସେ ଆପଣ ହାତ ବଢେଇକିରି ହସ୍ତ ବଢି ତା ଛାୟା ତଳବା ସିଏ ଆମମାନଙ୍କୁ ଉଠେଇବେ ସେ ଖାଲି ମୁଖରେ ବାକ୍ୟ ଯେ ତାହା ନୁହେଁ କିନ୍ତୁ ସୁରକ୍ଷା ନିମନ୍ତେ ମଧ୍ୟ ସେ ଚିନ୍ତା କରିକିରି ଆମମାନଙ୍କୁ ପ୍ରତିଜ୍ଞା କରୁଅଛନ୍ତି ପ୍ରିୟ ପ୍ରଭୁଙ୍କର ଲୋକମାନେ। ଥ୍ୟାଙ୍କ ୟୁ ତ ନିଶ୍ଚିତ ଭାବରେ ପ୍ରଭୁଙ୍କୁ ଧନ୍ୟବାଦର ଯୋଗ୍ୟ ସେ ଆମମାନଙ୍କୁ ଅନେକ କିଛି ଭରସାଦାୟକ ବାକ୍ୟ ଆଉ ପ୍ରତିଜ୍ଞା ଯୁକ୍ତ ବାକ୍ୟ ପୁଣି ଘୋଷଣାର ବାକ୍ୟ ଦେଇକିରି ଆମମାନଙ୍କୁ କଥା କହିଅଛନ୍ତି ସ୍ୱଳ୍ପ ସମୟ ମଧ୍ୟରେ ଯାହା ସେ କିଛି ପ୍ରସ୍ତୁତ ହେବା ନିମନ୍ତେ କହିବା ନିମନ୍ତେ ସାହାଯ୍ୟ କରିଛନ୍ତି ଆଶା କରେ ନିଶ୍ଚିତ ଭାବରେ ଏହା ଦ୍ୱାରା ଆପଣମାନେ ଆଶୀର୍ବାଦ ଯୁକ୍ତ ହୋଇଥିବେ। ପ୍ରେଜ୍ ଦ ଲର୍ଡ ଥ୍ୟାଙ୍କ ୟୁ
Jesus name. Hallelujah. Amen. 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 Praise the Lord. Amen. 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 Hallelujah. Praise the Lord.